ମୁଁ ଆଜି ଆପଣମାନଙ୍କ ପାଇଁ ଆଣିଛି ଗୋଟେ ନୂଆ ପଲଉ ରେସିପି। ଆଜି ଆମେ ବନେଇବା ଆଳୁ ମଟର ପଲଉ, ଯାହାକି ଖୁବ୍ କମ୍ ସମୟ ମଧ୍ୟରେ ହେଇଯିବ। ତା ସହିତ ଖୁବ୍ କମ୍ ଇନଗ୍ରିଡିଏଣ୍ଟରେ ଏହି ପଲଉଟି ରେଡ଼ି ହେଇଯିବ। ତାହେଲେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ ରହିଲା। ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ମୋ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଯଦି ଦେଖୁଛନ୍ତି ଏ ଭିଡ଼ିଓକୁ, ପେଜ୍ଟିକୁ ଫଲୋ କରିନେବେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଳୁ ମଟର ପଲଉ ବନେଇବା ପାଇଁ ଦେଖନ୍ତୁ, ନେଇଯିବା ପ୍ରଥମେ ଗ୍ରୀନ୍ ମଟର। ଆପଣଙ୍କ ପାଖରେ ଯଦି ଫ୍ରୋଜନ୍ ବାଲା ମଟର ଅଛି ତାକୁ ମଧ୍ୟ ନେଇପାରିବେ। ତା ସହିତ ମୁଁ ଏଇଠି ନେଇଯାଇଛି 3 ବଡ଼ ସାଇଜ୍ର ଆଳୁ। ୟାକୁ ଆମେ ଚୋପା ଛଡ଼େଇକି କାଟିକି ପକେଇବା। ମଟର ପରିମାଣକୁ ଟିକେ ବେଶୀ ରଖିବେ ଏଇ ପଲଉରେ। ତା ସହିତ ଆମେ ଏଇଠି ଆଳୁକୁ ଚୋପା ଛଡ଼େଇକି କାଟିକି ନେବା। ଆଉ ନେଇଯିବା ଆମେ ଚାଉଳ। ଏଇଠି ମୁଁ 3 କପ୍ ପାଖାପାଖି ଗୋଟେ ଚାହା କପ୍ରେ ମେଜରମେଣ୍ଟ କରିକି ମୁଁ ସେଇଥିରେ 3 କପ୍ ନେଇଥିଲି। ଯଦି ଆପଣ ମେଜରମେଣ୍ଟ କପ୍ରେ ଦେଖିବେ ତାହେଲେ 1.5 କପ୍ ହେବ। ଦେଖନ୍ତୁ, ଇଏ ନର୍ମାଲ ଅରୁଆ ଚାଉଳ। ଆପଣଙ୍କ ପାଖରେ ଯେଉଁ ପ୍ରକାର ଅରୁଆ ଚାଉଳ ନେଲେ ଚଳିବ। ଯେଉଁ ପ୍ରକାରର ଆପଣ ଅରୁଆ ଚାଉଳ ନିଅନ୍ତୁ, ତାର ମେଜରମେଣ୍ଟ ଅନୁସାରେ, ମାନେ ଚାଉଳର ଯେତିକି ପାଣି ଖାଇବା ଅନୁସାରେ ସେତିକି ଆପଣ ତାର ମେଜରମେଣ୍ଟ ଅନୁସାରେ ପାଣି ଦେବେ ଠିକ୍ ଠାକ୍ରେ। ଯଦି ଆପଣ ପାଣି ଠିକ୍ ଠାକ୍ରେ ଦେବେ ତାହେଲେ ଆପଣଙ୍କର କୌଣସି ବି ପୁଲାଉ ପୁରା ପରଫେକ୍ଟ ହେବ। ଦେଖନ୍ତୁ, ଏବେ ଆମେ ପୁଲାଉ ବନେଇବା ପାଇଁ ପ୍ରେସର କୁକରକୁ ମୁଁ ଗ୍ୟାସ୍ ଉପରେ ବସେଇ ନେଇଛି। ଏବେ ପ୍ରେସର କୁକରକୁ ଆମେ ଗରମ କରି ନେବା। ଆଉ ଏଇ ସବୁ ସାମଗ୍ରୀ ଆମେ ସବୁ ଫୁଟେଇ ନେବା। ଦେଖନ୍ତୁ, ପ୍ରେସର କୁକର ଗରମ ହେଇସାରିଲା ପରେ ମୁଁ ସେଇଥିରେ ପକେଇ ନେଇଛି 3 ବଡ଼ ଚାମଚ ରିଫାଇନ୍ ତେଲ। ଆପଣ ଚାହିଁଲେ ଘିଅ ମଧ୍ୟ ପକେଇ ପାରିବେ। ତେଲ ଗରମ ହେଇଗଲା ପରେ ଆମେ ସେଇଥିରେ ଫୁଟେଇ ନେବା 5ରୁ 6ଟି ଲବଙ୍ଗ। ତା ସହିତ ଫୁଟେଇ ନେବା ଏଇଥିରେ 2 ଖଣ୍ଡ ଡାଲଚିନି। ଫୁଟେଇ ନେବା ସେଥିରେ 5ରୁ 6ଟି ଗୋଲମରିଚ ଆଉ ଖଣ୍ଡେ ତେଜପତ୍ର। ଏବେ ଫୁଟେଇ ନେବା ସେଇଥିରେ ଆମେ 2ଟି ଗୁଜୁରାତି, ଯାହାକୁ ଏଠି ଆମେ ଛେଚିକି ପକେଇବା। ତା ସହିତ ଫୁଟେଇ ନେବା ଗୋଟେ ଛୋଟ ଚାମଚ ଗୋଟା ଜିରା। ଗୋଟା ଜିରାକୁ ଫୁଟେଇ ସାରିଲା ପରେ ଆମେ ଫୁଟେଇ ନେବା ଏଇଥିରେ କଞ୍ଚା ଲଙ୍କା। ମୁଁ ଏଇଠି 2ଟି କଞ୍ଚା ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରିକି ପକେଇଛି। ଆପଣ ଯଦି ରାଗ ଖାଉନାହାନ୍ତି ତାହେଲେ କଞ୍ଚା ଲଙ୍କା ପକେଇବେ ନାହିଁ। ଏବେ ଶେଷରେ ମୁଁ ସେଇଥିରେ ପକେଇ ନେଇଛି ଗ୍ରେଟ୍ କରାହେଇଥିବା ଅଦାକୁ। ଆପଣ ଛେଚିକି ପକେଇ ପାରିବେ, ନହେଲେ ଛୋଟ ଛୋଟ ଖଣ୍ଡ କରିକି ବା ଚପ୍ କରିକି ମଧ୍ୟ ଅଦା ପକେଇ ପାରିବେ। ଏସବୁ ଜିନିଷକୁ ପକେଇ ଦେଇକି ଆମେ କିଛି ସମୟ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭାଜିଦେବା। ଏଇ ସବୁ ଜିନିଷକୁ କିଛି ସମୟ ଭଲ ଭାବରେ ଭାଜି ସାରିଲା ପରେ ଆମେ ଏଇଠି ପକେଇ ନେବା ଆଳୁ। ଯେଉଁ ଆଳୁକୁ ମୁଁ ଦେଖେଇଥିଲି ତାକୁ ଆମେ ଚୋପା ଛଡ଼େଇ ଦେବା ଆଉ ତାକୁ ଛୋଟ ଛୋଟ ପିସ୍ କରିଦେବା। ତାକୁ ଭଲ ଭାବରେ ଧୋଇ ଦେଇକି ଆମେ ଏଇଥିରେ ପକେଇ ନେବା। ଆଳୁକୁ ପକେଇ ଦେଇକି ମଧ୍ୟ ଆମେ କିଛି ସମୟ ଏଠି ଭାଜି ନେବା ଭଲ ଭାବରେ। ବେଶୀ ସମୟ ଭାଜିବା ନାହିଁ, କାହିଁକି ଯେହେତୁ ଆମେ ପ୍ରେସର କୁକର ମାରିବା, ସେଥିପାଇଁ ବେଶୀ ସମୟ ଭାଜିବା ଦରକାର ନାହିଁ। ଆଳୁକୁ ପକେଇ ସାରିଲା ପରେ ଆପଣ 1 ମିନିଟ୍ ତାକୁ ଭାଜି ନେବେ। ଏବେ ପକେଇ ନେବା ଆମେ ରଖିଥିବା ଗ୍ରୀନ୍ ମଟରକୁ। ଗ୍ରୀନ୍ ମଟରକୁ ପକେଇ ଦେଇକି ମଧ୍ୟ ଆମେ ଏଇଠି ଲୋ ଫ୍ଲେମ୍ରେ ତାକୁ 2ରୁ 3 ମିନିଟ୍ ଭଲ ଭାବରେ ଏଇଠି ଭାଜି ନେବା। ତା ସହିତ ଘରୋଇ ଗୁଣ୍ଡ ମସଲା ଆମେ ଏଇଠି ପକେଇ ନେବା। ମୁଁ ଏଇ ପଲଉରେ କୌଣସି ପିଆଜ ରସୁଣର ବ୍ୟବହାର କରିନି, କାହିଁକି ନା ମୁଁ ଏଇଟା ଗୋଟେ ବ୍ରତ ଦିନରେ ବନେଇଥିଲି। ଆପଣ ଯଦି ଚାହୁଁଛନ୍ତି ପିଆଜ ରସୁଣର ବ୍ୟବହାର କରିବା ପାଇଁ ତାହେଲେ ପ୍ରଥମେ ପିଆଜକୁ ଭାଜି ନେବେ ଆଉ ସେଇଥିରେ ଅଦା ରସୁଣ ପେଷ୍ଟ ଦେଇକି କିଛି ସମୟ ଭାଜି ସାରିଲା ପରେ ଆପଣ ଆଳୁ ମଟରକୁ ପକେଇ ପାରିବେ। ଏବେ ପକେଇ ନେବା ଆମେ ଘରୋଇ ଗୁଣ୍ଡ ମସଲା। ଗୁଣ୍ଡ ମସଲାରେ ମୁଁ ପକେଇ ନେଇଛି ଗୋଟେ ବଡ଼ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ, କେବଳ ଇଏ କଲର ପାଇଁ। ତା ସହିତ ପକେଇ ନେବା ଆମେ ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ ଶେଷରେ ପକେଇ ନେବା ହାଫ୍ ଛୋଟ ଚାମଚ ହଳଦୀ ଗୁଣ୍ଡ। ଏସବୁ ଜିନିଷକୁ ପକେଇ ଦେଇକି ଆମେ ଲୋ ଫ୍ଲେମ୍ରେ କିଛି ସମୟ ଭାଜି ନେବା, ଯେମିତିକି ମସଲା ଆମର ଆଳୁ ମଟର ସହିତ ଭଲ ଭାବରେ କୋଟିଂ ହେଇଯାଉ। ଏବେ ଆମେ ପକେଇ ନେବା ସେଇଥିରେ ଟମାଟୋ। ମୁଁ ଗୋଟେ ଏଇଠି ବଡ଼ ସାଇଜ୍ର ପାଚିଲା ଟମାଟୋକୁ ସେଇଥିରେ ପକେଇ ନେଇଛି। ପାଚିଲା ଟମାଟୋକୁ ପକେଇ ଦେଇକି ଆମେ ମଧ୍ୟ ତାକୁ କିଛି ସମୟ ଏଇଠି ଆଳୁ ମଟର ସହିତ ଭଲ ଭାବରେ ଭାଜି ନେବା, ଯେମିତିକି ଟମାଟୋ ଟିକେ ମେଲ୍ଟ ହେଇଯିବ। ଟମାଟୋ ଟିକେ ମେଲ୍ଟ ହେଇଗଲା ପରେ ମୁଁ ଦେଖେଇଥିବା ଚାଉଳକୁ ମୁଁ ଭଲ ଭାବରେ ଏଇଠି 6ରୁ 7 ଥର ଧୋଇଦେଲି, ଯେମିତିକି ତାର ଧଳା ପାଣି ସବୁ ବାହାରିଯିବ। ଏବେ ଆମେ ଚାଉଳକୁ ଏଇଥିରେ ପକେଇ ନେବା। ଚାଉଳକୁ ପକେଇ ଦେଇକି ଆମେ ଏସବୁ ଜିନିଷ ସହିତ ମିଶେଇ ଦେଇକି ତାକୁ ଭଲ ଭାବରେ ଟିକେ ସମୟ ଭାଜି ନେବା, ଯେମିତିକି ଚାଉଳରେ ଥିବା ଏକ୍ସଟ୍ରା ପାଣିଟି ଭାଜିବା ସମୟରେ ମରିଯିବ। ଯଦି ଆପଣ ଫ୍ରୋଜନ୍ ବାଲା ମଟର ୟୁଜ୍ କରୁଛନ୍ତି ତାହେଲେ ଚାଉଳ ପକେଇବା ପରେ ହିଁ ଆପଣ ଫ୍ରୋଜନ୍ ମଟର ପକେଇ ନେବେ।
किछि समय एठी आमे सब जिनस को भाजी सारला परे आमे पकई नबा गोटे छोट चामच गरम मसला गुंड को पकई देकी मध्य आमे ताकू भलो भाबरे मिक्स करि नबा। एबे एठी आपण देखि पारुथबे आम चाउल रे थिबा एक्स्ट्रा पानीटी मरी सारलाणी आ ये पूरा सुखा सुखा हेई गलाणी। ये एबे रेडी हेई गलाणी। एबे आमे एथरे ऐड करि तबा आवश्यक अनुसार पानी। आपण जेतिकी भी परिमाण रो चाउल नियंतु तार डबल परिमाण रो पानी ऐड करिवे, नहले चाउल लेवल रो आपण 1 इंच ऊपर को पानी रखिबे। आपण आंगुठी सहायता रे मापिकी ताकू भलो भाबरे देखि नेबे। देखंतु एबे आमे पानी ऐड करदेले ताकू भलो भाबरे प्रथम मिक्स करि नबा। पानी ऐड करि देकी आमे याकू किछि समय छाडी दबा, हाई फ्लेम करि दबा जेमिति कि सेइथिरे माइल्ड फुटा आसी जाओ, टिके टिके फुटी जाओ। एबे एठी मु आपन को मेजरमेंट देखौची। देखंतु एतिकी ऊपर को माने 1 इंच ऊपर को जेमति आपनकर पानी लेवल रहउतबो चाउल ऊपर। एबे आमे सेइथिरे ऐड करि दबा स्वाद अनुसार लूण पकई देकी आमे भलो भाबरे ताको मिक्स करि नबा। देखंतु एठी मु भलो भाबरे एठी मिक्स करि नउची। आ एठी आपण देखि पारुथबे ये टिके टिके गरम हेकी फुटिया पई स्टार्ट हेलाणी। एबे आमे याकू लीड बंद करि दबा आ ताकू हाई फ्लेम रे 2टा सीटी आसिया पर्यंत भलो भाबरे ताकू सिझेई नबा। 2टा हुइसिल आसी सारला परे आपण प्रेशर कुकर को पूरा ठंडा हबा पई छाडी देबे, तापरे लीड खोलिबे। देखंतु मोर प्रेशर कुकर पूरा ठंडा हेई सारतिला, मु लीड खोलिली आ ये पूरा चाउल पूरा गोटा गोटा हेकी रहिछि। ता सहित मटर भी मध्य बेसी सिझि नाही, पूरा गोटा गोटा हेकी रहिछि। ताले भिडियोटी तो आपण देखिले, एई अनुसार आपण घरे झटपट वे रे आलू मटर पुलाव बनै पारिबे। भिडियोटी भलो लागिथिले लाइक टे निहाती करिवे। भिडियोटी जदि पसंद आसीथिबो सांगसाथी बंधु बांधव मानक सहित शेयर करिवे। मो चैनल को जदि सब्सक्राइब करिनांती सब्सक्राइब करिनेबे। पुणी देखाबो गोटे नुआ रेसिपी भिडियो रे। नमस्कार, जय जगन्नाथ।